ॐ जवाकुसुमसङ्काशं काश्यपेयं महाद्युतिं ध्यात्वारिं शरपापघ्नं प्रणतोऽस्मिन् दिवाकरम्। ପ୍ରାୟତଃ ପାଠ ପଢ଼ୁଥିବା ସମୟରେ ଅଧିକାଂଶ ଛାତ୍ରଛାତ୍ରୀମାନଙ୍କର ପିତାମାତା ମନ ଭିତରେ ଇଚ୍ଛା ପୋଷଣ କରିଥାନ୍ତି ତାଙ୍କ ସନ୍ତାନମାନେ ଅଧ୍ୟୟନ ପରେ ସରକାରୀ କ୍ଷେତ୍ରରେ ଚାକିରି କରନ୍ତୁ। ଜାଣିବା କେଉଁ ଗ୍ରହ ସରକାରୀ ଚାକିରି ଦେବାରେ ସହାୟକ ହୋଇଥାଏ ଅଥବା କେଉଁ ଗ୍ରହକୁ ଶକ୍ତିଶାଳୀ କରାଇଲେ ସେହି ଗ୍ରହ ଚାକିରି ପ୍ରଦାନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ଜୟ ଜଗନ୍ନାଥ। ନମସ୍କାର, ମୁଁ ତପନ ଆଷ୍ଟ୍ରୋଲୋଜି 2025 ମସିହା ଆରମ୍ଭ ହେବାକୁ ଯାଉଥିବା ଅବସରରେ ତାର ଦର୍ଶକ ବନ୍ଧୁମାନଙ୍କୁ 2025 ମସିହାର ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ ଜ୍ଞାପନ କରୁଅଛି। ପ୍ରତ୍ୟେକ ମାଙ୍ଗଳିକ କାର୍ଯ୍ୟ ହେଉ ବା ଶୁଭ କାର୍ଯ୍ୟ ହେଉ ଅଥବା ଧାର୍ମିକ ଉତ୍ସବ ହେଉ, ସବୁଥିରେ ଗ୍ରହମାନଙ୍କର ଗୋଚରୀୟ ଶୁଭସ୍ଥିତି ଦେଖି ନିର୍ଣ୍ଣୟ ନିଆଯାଇଥାଏ। ସେହିପରି ଗ୍ରହ ଏବଂ ରାଶିମାନେ ମଧ୍ୟ ସେମାନଙ୍କର ସ୍ଥିତି ଅନୁଯାୟୀ ସରକାରୀ ଚାକିରି ଦେଇଥାନ୍ତି କିମ୍ବା ଚାକିରି ନେଇଥାନ୍ତି ମଧ୍ୟ। ରାଶିମାନଙ୍କର କ୍ରମ ଅନୁସାରେ ଜାଣିବା। ପ୍ରଥମେ ମେଷ ରାଶି। ମେଷ ରାଶି ଜାତକରେ ଚାକିରି କ୍ଷେତ୍ରକୁ ବୁଧ ମହାଗ୍ରହ ନିୟନ୍ତ୍ରଣ କରିଥାନ୍ତି। ସମାନ୍ତରାଳ ଭାବରେ ମେଷ ଲଗ୍ନ ବା ମେଷ ରାଶି ପାଇଁ ରବି, ମଙ୍ଗଳ ଏବଂ ନୈସର୍ଗିକ କର୍ମ ଅଧିପତି ଶନିଙ୍କର ବଳ ଜାତକରେ ଦରକାର ହୋଇଥାଏ। 2025 ମସିହାରେ ମେଷ ରାଶିର ଜାତକ ସରକାରୀ ଆଶାୟୀ ପ୍ରତ୍ୟହ ସୂର୍ଯ୍ୟ ନମସ୍କାର ସହିତ ଆଦିତ୍ୟ ହୃଦୟ ସ୍ତୋତ୍ର ବା ବିଷ୍ଣୁ ସହସ୍ରନାମ ପାଠ କରନ୍ତୁ, ବିଶେଷ ଶୁଭଫଳ ପାଇବେ। ବୃଷ ରାଶି ଜାତକରେ ଶୁକ୍ର ଓ ଶନି ବଳବାନ ଥାଇ ରବି ଭଲ ଜାଗାରେ ଅବସ୍ଥାନ କରିଥିଲେ ଜାତକ ସରକାରୀ ଚାକିରି ପାଇବା ପାଇଁ ସମର୍ଥ ହୋଇଥାଏ। ବୃଷ ରାଶି ଜାତକ ଚାକିରି କ୍ଷେତ୍ରରେ ବିଶେଷ ଶୁଭଫଳ ପାଇବା ପାଇଁ ବା ଶୀଘ୍ର ଚାକିରି ପାଇବା ପାଇଁ ଶିବ ଦର୍ଶନ ଓ ଶିବାଭିଷେକ କରନ୍ତୁ। ମିଥୁନ ରାଶି। ମିଥୁନ ରାଶି ବା ମିଥୁନ ଲଗ୍ନ ଜାତକରେ ଚାକିରିର କାରକତ୍ୱ ମଙ୍ଗଳ ମହାଗ୍ରହ ହୋଇଥାନ୍ତି। ଜାତକରେ ରବି ଓ ନୈସର୍ଗିକ କର୍ମଦାତା ଶନି ମଧ୍ୟ ବିଶେଷ ଫଳଦାୟୀ ହୋଇଥାନ୍ତି। ସରକାରୀ ଚାକିରି ଇଚ୍ଛୁକ ଷ୍ଟୁଡେଣ୍ଟ ପ୍ରତ୍ୟହ ବିଷ୍ଣୁ ସହସ୍ରନାମ ପାଠ କରନ୍ତୁ, ଯଥାଶୀଘ୍ର ଚାକିରି ପାଇବାର ବହୁତ ସମ୍ଭାବନା। କର୍କଟ ରାଶି ଜାତକରେ ବୃହସ୍ପତି ମହାଗ୍ରହଙ୍କର ଶୁଭ ଅବସ୍ଥିତି ଏବଂ ରବି ଓ ମଙ୍ଗଳଙ୍କର ଶୁଭ ଅବସ୍ଥାନ ଜାତକକୁ ସରକାରୀ କ୍ଷେତ୍ରରେ ପଦସ୍ଥ ଚାକିରି ପ୍ରଦାନ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥାନ୍ତି। ଶିବ ପଞ୍ଚାକ୍ଷରୀ ସ୍ତୋତ୍ର ପଠନ ସହିତ ଶିବ ଦର୍ଶନ ଶୀଘ୍ର ଚାକିରି ପାଇବାରେ ସହାୟକ ହୋଇଥାଏ। ସିଂହ ରାଶି ସମୟରେ ଲାଗେ ସିଂହ ରାଶି ବା ସିଂହ ଲଗ୍ନର ଜାତକ ସରକାରୀ କ୍ଷେତ୍ରରେ ଉଚ୍ଚ ପଦସ୍ଥ ଚାକିରି କରିବା ପାଇଁ ଜନ୍ମ ହୋଇଛନ୍ତି। ପ୍ରତ୍ୟହ ସୂର୍ଯ୍ୟ ନମସ୍କାର ସହିତ ରବିବାର ଦିନ ନିରାମିଷ ବ୍ରତ ରଖନ୍ତୁ, ବିଶେଷ ଶୁଭଫଳ ପାଇବେ। କନ୍ୟା ରାଶି ବୁଧ ମହାଗ୍ରହଙ୍କର ଏହି ରାଶିର ଚାକିରି ଶନିଙ୍କ ଦ୍ୱାରା ନିୟନ୍ତ୍ରିତ ହୋଇଥାଏ। ପ୍ରତ୍ୟହ ଶ୍ରୀହରି ବିଷ୍ଣୁଙ୍କ ମହାମନ୍ତ୍ର ବିଷ୍ଣୁ ସହସ୍ରନାମ ଶ୍ରଦ୍ଧାର ସହିତ ପଠନ ବା ଶ୍ରବଣ କଲେ ନିଶ୍ଚିତ ରୂପେ ଗଭର୍ଣ୍ଣମେଣ୍ଟ ଜବ୍ ମିଳିଥାଏ। ତୁଳା ରାଶି ଜ୍ଞାନାର୍ଜନ ପାଇଁ ବିଶେଷ ଲାଳାୟିତ ରହୁଥିବା ତୁଳା ରାଶି ଜାତକ ଦେବଦେବ ମହାଦେବଙ୍କର ପ୍ରତ୍ୟହ ପୂଜା ଆରାଧନା ଶ୍ରଦ୍ଧା ଓ ଭକ୍ତିର ସହିତ କରିଲେ ଚାକିରି ପାଇବାରେ ଶୀଘ୍ରତା ଆସିଥାଏ। ବିଛା ରାଶି ମଙ୍ଗଳ ମହାଗ୍ରହଙ୍କର ଏହି ରାଶିକୁ ଦେଖିଲେ ଲାଗେ ସତେ ଯେପରି ଏହି ରାଶିର ବ୍ୟକ୍ତି ଜନ୍ମଗ୍ରହଣ କରିଛନ୍ତି ସରକାରୀ କାର୍ଯ୍ୟ କରିବା ପାଇଁ। ଭଗବାନ ସୂର୍ଯ୍ୟନାରାୟଣ ଓ ମହାବୀର ହନୁମାନଙ୍କ ଆଶୀର୍ବାଦରୁ ଏହି ରାଶିର ଜାତକ ଗଭର୍ଣ୍ଣମେଣ୍ଟ ଜବ୍ ବା ସରକାରୀ ଚାକିରି ପାଇଥାନ୍ତି। ଧନୁ ରାଶି ଧନୁ ରାଶିରେ ବା ଧନୁ ଲଗ୍ନର ଜାତକ ପାଇଁ ଶୁକ୍ର, ରବି ଓ ଶନିଙ୍କର ଆଶୀର୍ବାଦ ଦରକାର ହୋଇଥାଏ। ପ୍ରତ୍ୟହ ସ୍ନାନ ପରେ ସୂର୍ଯ୍ୟଙ୍କୁ ଅର୍ଘ୍ୟ ପ୍ରଦାନ କରନ୍ତୁ, ମନୋବାଞ୍ଛିତ ଫଳ ପ୍ରାପ୍ତ କରିବେ। ମକର ରାଶି ମକର ରାଶି ବା ମକର ଲଗ୍ନ ପାଇଁ
शनि बुध और शुक्र महाग्रह सरकारी चाकरी पाई सहायक होइथिबा बेले प्रत्यय शिव दर्शन बा शिव पूजन यही क्षेत्र में चमत्कार फल प्रदान करिथाए। कुंभ राशि ग्रह जगत रे दुई प्रधान ग्रह रवि चंद्र ता सहित मंगल महाग्रह आशीर्वाद कुंभ राशि जातक सरकारी चाकरी पाइबारे समर्थ होइथाए। शिवाभिषेक और हनुमान चालीसा पठन विशेष शुभफल प्रदान करिथाए। मीन राशि सरकारी क्षेत्रर प्रतिनिधित्व करुथिबा रवि महाग्रह मीन राशि जातक शुभ अवस्थान कले मीन राशि जातक को गवर्नमेंट जॉब बा सरकारी चाकरी प्रदान करिबारे प्रमुख भूमिका ग्रहण करिथांती। प्रत्यह प्रातः स्नान पर सूर्य को अर्घ्य प्रदान और बृहस्पति महाग्रह बीज मंत्र ओम ब्रूं बृहस्पते नम जप करिबा विशेष शुभ फलदायक हेब। 2025 मसीह गवर्नमेंट जॉब अथवा सरकारी चाकरी पाइबाकू इच्छा रखिथिबा स्टूडेंट्स माने प्रथमे मन रखिबा उचित सरकारी चाकरी पाइबा पई रवि महाग्रह बा रवि बड़ फलदायक होइथांती। बिना रविंकर बलाबल चाकरी मिलवा कष्ट होता है। तेणु प्रत्येक स्टूडेंट सूर्य नारायण पूजा बा प्रातः स्नान पर सूर्य नमस्कार करने उचित है। यापर निजर लक्ष्य हासिल पाई नियमित भावे पाठपढ़ा बा प्रस्तुति चालू रखंतु। ता संगे संगे प्रत्येक राशि पे दिया जाइथिबा टिप्स ग्रहण कले छात्र छात्री सफलता पाइबार बहुत संभावना। जय जगन्नाथ। वीडियो भल लगिले लाइक कमेंट सब्सक्राइब और शेयर करने अनुरोध। नमस्कार। तपन।